ଆଜି ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ କି ଅଲସିର ଔଷଧୀୟ ଗୁଣ ବିଷୟରେ। ଆଜି ଆମେ ଆପଣଙ୍କୁ କହିବୁ କି ଆମେ କିଭଳି ଭାବେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହାକୁ ବ୍ୟବହାର କରିବା। ଯଦି ଆପଣଙ୍କୁ କହିବୁ କି ଆପଣ କିଭଳି ଭାବେ ଏହାକୁ ବ୍ୟବହାର କରିବେ ଓ କେଉଁ କେଉଁ ଭାବେ ବ୍ୟବହାର କରିବେ। ଏହା ଚରକ ସଂହିତାର ବର୍ଣ୍ଣନା କରାଯାଇଛି। ଏହାର ଉପାୟ କହିବା ପାଇଁ ଚାହୁଁଛୁ ଆମେ। ଏହାକୁ ଆପଣ କିଣିକି ଆଣିବେ, କିନ୍ତୁ ଏହା କଞ୍ଚା ହିଁ ଆଣିବେ। ଆପଣଙ୍କୁ ଏହାକୁ ଆଣି ତାୱାରେ ପକାଇ ଭଲ ଭାବରେ ଭାଜନ୍ତୁ, ଯେଭଳି କୁରକୁରା ହୋଇଯିବ। ଏହାପରେ ଆପଣ ଏହାର ଗୁଣ୍ଡ କରି ଏହାକୁ ସକାଳୁ ଗରମ ପାଣିରେ ଖାଆନ୍ତୁ। ଏହା ସହ କିଛି ଲେମ୍ବୁ ଏବଂ ମହୁ ମିଶାଇ ଏହାକୁ ଖାଇବେ, ଯାହାକୁ ଖାଇବା ଦ୍ୱାରା ଆମେ ଖୁବ୍ ସୁସ୍ଥ ଅନୁଭବ କରିବା। ହାତ ଗଣ୍ଠି ବିନ୍ଧା ଓ ଆଳସ୍ୟପଣ ଦୂର ହେବା। ଯଦି ପୁରୁଷମାନଙ୍କ ପାଖେ ରୋଗ ପ୍ରତିରୋଧ ଶକ୍ତି କମ୍ ଅଛି, ତେବେ ଆପଣ ଅଲସି ସହ କିଛି ଅଶ୍ୱଗନ୍ଧା ପାଉଡର ଓ କିଛି ଶତାବରୀ ପାଉଡର ମିଶାଇ ଖାଆନ୍ତୁ। କ୍ଷୀରରେ ମିଶାଇକି ମାତ୍ର ଏହାକୁ 3 ଦିନ ପିଇବା ସପ୍ତାହରେ। ଯଦି ଆପଣ ନିଜ ଚୁଟିକୁ ମଜବୁତ କରିବା ପାଇଁ ଚାହୁଁଛନ୍ତି କିମ୍ବା ଆପଣ ଯଦି ନିଜ ଆଖିକୁ ଭଲ କରିବା ପାଇଁ ଚାହୁଁଛନ୍ତି, ତେବେ ଏହାର ଗୁଣ୍ଡକୁ ଅଁଳା ଗୁଣ୍ଡ ସହ ମିଶାଇ ଖାଇ ନିଅନ୍ତୁ। ଏହାକୁ ଆପଣ ପ୍ରତିଦିନ 1 ଚାମଚ ଖାଇବେ, ମାତ୍ର 1 ଛୋଟ ଚାମଚ ଖାଆନ୍ତୁ। ଏହା ସହ ଏହା ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ଏହା ସହ ଆପଣଙ୍କ ଶରୀରରେ ଥିବା ଡାଇଜେଷ୍ଟିଭ ସିଷ୍ଟମକୁ ମଧ୍ୟ ଠିକ୍ କରିଥାଏ। ଏହାକୁ ଠିକ୍ କରିବା ପାଇଁ ଆପଣ ତ୍ରିଫଳା ଗୁଣ୍ଡକୁ 1 ମାଟି ପାତ୍ରରେ ରଖି ଏହାକୁ ସକାଳେ ଅଲସି ସହ ଖାଇବେ। ଆପଣ ଏହାକୁ ସକାଳୁ ସୂର୍ଯ୍ୟ ଉଦୟ ହେବା ଆଗରୁ ଆପଣ ଖାଇନେବେ। ଏହାକୁ ଆପଣ 1 ରୁ 2.5 ମାସ ଯାଏଁ ଖାଇବା ପରେ ଏହାକୁ ଖାଇବା ଆବଶ୍ୟକ ଆଉ ପଡ଼ିବନି। ଏହା ଆମ ରକ୍ତ ମଧ୍ୟ ସଫା ରଖିଥାଏ। ଏହା ସହ ଆମ ମାଂସପେଶୀକୁ ଫ୍ଲେକ୍ସିବୁଲ କରାଇଥାଏ। ଏହା ଗରମ ହୋଇଥିବାରୁ ଏହାକୁ ଗରମ ଦିନରେ ଆପଣ ଖାଇବା କମେଇ ଦେବେ। ଯେଉଁ ପିଲାମାନଙ୍କ ମାନସିକ ଶକ୍ତି କମ୍ ଥାଏ, ତାକୁ ମଧ୍ୟ ଏହା ଖାଇବା ପାଇଁ ଦିଆଯାଇଥାଏ। ଗୋଟିଏ ଚାମଚ କିମ୍ବା 2 ଠାରୁ ବି କମ୍ ଆପଣ ଦେବେ। ଏହା ଆମର ସ୍ମୃତି ଶକ୍ତିକୁ ବଢ଼ାଇଥାଏ, ତୀବ୍ର କରିଥାଏ। ଏହା ସହ ଏହା ଥଣ୍ଡା ଜ୍ୱର ଠାରୁ ମଧ୍ୟ ଆମକୁ ରକ୍ଷା କରେ। ଋତୁ ପରିବର୍ତ୍ତନ ସମୟରେ ହୋଇଥିବା ଜ୍ୱର ଥଣ୍ଡାକୁ ମଧ୍ୟ ଏହା ଭଲ କରିଦେଇଥାଏ। ଯେଉଁମାନେ ନିଜ ଜିମ୍ ପାଇଁ ଯାଉଛନ୍ତି, ସେମାନେ ଏହାକୁ ନିୟମିତ ରୂପେ ନେଇପାରିବେ, ମାତ୍ର ଅଳ୍ପ ପରିମାଣରେ। ଆଶା କରିବି ଭିଡ଼ିଓଟିରେ ଆପଣମାନେ ଜାଣିନେଇଥିବେ ଅଲସିରେ ଖାଇଲେ ଆପଣଙ୍କର କ'ଣ କ'ଣ ସବୁ ଫାଇଦା ମିଳିଥାଏ। ଯଦି ଏମିତି ଫାଇଦା ବାଲା ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି, ନିଶ୍ଚିତ ଭାବରେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନ୍ ବେଲ୍କୁ ଦବାଇକି ଅଲ୍ରେ ସିଲେକ୍ଟ କରିଦିଅନ୍ତୁ। ହଁ, ଆଉ ଗୋଟେ କଥା, ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଲାଇକ୍ କରିନେବେ।